ପଶୁ କାହାକୁ କୁହାଯାଏ ଜାଣିଛ? ମ୍ୟାମ୍ ପଶୁ କାହାକୁ କୁହାଯାଏ? ବାଘ, ହାତୀ, ଘୋଡ଼ା, ମୂଷା, ବାଘ, ଘାସୁରୀ। ଆଜି ସେ ପଶୁମାନଙ୍କ ବିଷୟରେ ଟିକେ ଜାଣିବା ହେଲା। ଆଜ୍ଞା ପଶୁ ଯାହାର ଚାରି ଗୋଡ଼ ଥାଏ ସେମାନେ ହେଲେ ପଶୁ। ଆଜ୍ଞା ମୁଁ ଏବେ ଦେଖେଇବି ତମେ କହିବ ଏଇଟା କଣ? ଏବେ ମାଙ୍କଡ଼ ଜାଣିବା ହେଲା। ମାଙ୍କଡ଼ ରହେ ଗଛରେ ସେ କଣ ଖାଏ? ପିଜୁଳି, ଭଣ୍ଡା, ପାଣି କରୁ, କଖାରୁ, ଆଉ ଭେଣ୍ଡି, ଆଳୁ, ବିସ୍କୁଟ, ବାଇଗଣ। ସେ ଶାରୀ ନା ମାଂସାହାରୀ? ସେ ମାଂସ ଖାଏ? ନା ମ୍ୟାଡ଼ାମ। ସେ ଡାଳ ପତ୍ର ଖାଏ ହେଲା। ଆଜ୍ଞା ଫଳ ମୂଳ ଖାଏ। କେତେଟା? ଚାରିଟା। ଚାରିଟା। ତା ଚାରିଟା ଗୋଡରୁ ଆଗ ଦିଟା ଗୋଡକୁ ସେ ହାତ ବ୍ୟବହାର କରେ ହେଲା। ଆଜ୍ଞା ଆଗ ଦିଟା ଗୋଡ ଅଛି। ଆଜ୍ଞା ତାର ଅଛି ନା? ଆଜ୍ଞା ମ୍ୟାଡ଼ାମ। ସେ ଅଣ୍ଡା ଦିଏ ନା କ୍ଷୀର ଦିଏ? କ୍ଷୀର। ଏବେ ଆଉ ହେଲା। ଏଇଟା କଣ କହିଲ? ଅଟ। କୋଉଠି? ମରୁରେ। ମରୁଭୂମିରେ। ଅଟ ମରୁଭୂମିରେ ରହେ ହେଲା। ଆଜ୍ଞା ମ୍ୟାଡ଼ାମ। ହଉ। ଅଟର କେତେଟା ଗୋଡ଼? ଚାରୋଟି। ଅଟ କେବେ ଶିଖିଛ? ଆଜ୍ଞା ଦେଖିଥିଲ? ତମେ ଅଟ ଦେଖିଛ? ବସିଛ? ଅଟର ଗୋଡ଼? ପୁରୀରେ ତ ମୁଁ ଦେଖି ବସି ଚାରିଟା। ଆଉ ଅଟ ପିଠିରେ କଣ ହେଇଥାଏ? ଲମ୍ବିଏ। କଣ ଲମ୍ବା ଥିବ? ପୂଜ ବାହାରିଥାଏ ସେଟା ହେଲା। ଆଜ୍ଞା ମ୍ୟାଡ଼ାମ। ସେଟା କଣ ପାଇଁ ବାହାରିଥାଏ? ସେ ଥରେ ଯଦି ପାଣି ପିଇଛି 6 ଦିନ ଯାଏଁ ଆଉ ପିଇବନି ହେଲା। ମରୁଭୂମିରେ ପାଣି ମିଳେ ନା ହେଲା। ମରୁଭୂମିରେ ବର୍ଷା କମ ପାଣି ବି କମ। ସେଥିପାଇଁ ସେ ଦିନିଆ ପାଣି ପିଇଲେ ଯୋଉ ପୂଜ ନୁହଁ ହେଲା ସେଇଥିରେ ସେ ପାଣି ତାର ଭର୍ତ୍ତି ହେଇଯିବ ହେଲା। ସେଇଠୁ ତାପରେ 6 ଦିନ ଯାଏଁ ସେଇଠୁ ବଞ୍ଚେ ହେଲା। ସେ କୋଉ ଫଳ କଣ ଖାଏ? ସିଜୁ କଣ୍ଟା। ମରୁଭୂମିରେ ବେଶୀ କଣ୍ଟା ଗଛ ସେ ସେଇ ସିଜୁ କଣ୍ଟା ଖାଇକି ବଞ୍ଚେ ହେଲା। ଆଉ ଅଟ କ୍ଷୀର ଦିଏ ନା ଅଣ୍ଡା ଦିଏ? କ୍ଷୀର। ହଉ। ଏବେ ଆଉ ଗୋଟେ ଦେଖିବା। ଏଇଟା କଣ କହିଲ? ଠେକୁଆ। ଠେକୁଆ କୋଉଠି ରହେ? ବନରେ। ବଣରେ? ଘରେ ରହେ ନା? ଆଜ୍ଞା। ପତ୍ର ବନ୍ଧାକୋବି ପତ୍ର ଆଉ ଘାସ ଆଉ ଠେକୁଆର ଖାଦ୍ୟ ଆଉ ଯୋଉ ଦାନା ଆଉ ଧାନ। ଧାନ ଖାଏ? ନା 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 କଣ ବିସ୍କୁଟ। ଖାବେ ତମ ଘରେ ଲୋକ। ସେ ସବୁଜ ପନିପରିବା ଘାସ ଏଗୁଡା ଖାଏ ନା? ସେ ଶାକାହାରୀ ନା ମାଂସାହାରୀ? ଶାକାହାରୀ। ଶାକାହାରୀ କାହାକୁ କୁହାଯାଏ? ଆଉ ମାଂସାହାରୀ କାହାକୁ କୁହାଯାଏ? ମାଂସାହାରୀ ଯେ ମାଂସ ଖାଆନ୍ତି ତାକୁ ମାଂସାହାରୀ କୁହାଯାଏ। ଆଉ ସେ ମାଂସାହାରୀ ହେଲା। ଶାକାହାରୀ ହେଲା ଯେ ଘାସ ପତ୍ର ଖାଇକି ରହେ ସେ ହେଲା ଶାକାହାରୀ। ଏଇଟା କଣ କହିଲ? ମୂଷା। ମୂଷା। ମୂଷାର କେତେଟି ଗୋଡ଼? ଚାରୋଟି। ମୂଷା କୋଉଠି ରହେ? ଘରେ। ବଣରେ ନା ଗାତ କରିକି ରହେ? ଗାତ କରିକି ରହେ? ବସ ବସ। ମୂଷାର ଲାଞ୍ଜ ଅଛି ନା? ଆଜ୍ଞା ମ୍ୟାଡ଼ାମ। ଅଛି? ତା ଗୋଡ଼ କେତେଟା? ଚାରୋଟି। ମୂଷା କାହାର ବାହନ? ଗଣେଶଙ୍କ। ଗଣେଶଙ୍କ। ସେ କଣ ଖାଏ? ମିଠା। ମିଠା ନୁହଁ ଏଇ ମୂଷା କଣ ଖାଏ? ଧାନ ଖାଏ ଆଉ ତାଙ୍କର ସବୁ ଲୁଗାପଟା ଚିରି ଚାରି ଦିଏ। ଆଉ
ଆଜ୍ଞା ମ୍ୟାଡ଼ାମ। ଏଇଟା କଣ? ଘୁଷୁରୀ। ଘୁଷୁରୀ। ଘୁଷୁରୀ କୋଉଠି ରହେ? ବଣରେ। ବଣରେ ରହେ। ସେ କଣ ଖାଏ? ଘୁଷୁରୀ ଘାସ ଖାଏ। ନା ମ୍ୟାଡ଼ାମ। ବଢିଆ ହବ। ତାର ଗୋଡ଼ କେତୋଟି? 4ଟି। ତା ମୁହଁ କେମିତି କରିଛି ଘୁଷୁରୀ ମୁହଁ? ମ୍ୟାମ୍ ଏମିତି। ସବୁ ଘୁଷୁରୀ ସେ ଜାଣିଛ? ଯା ମ୍ୟାଡ଼ାମ। ଗୃହପାଳିତ ପଶୁ ମାନେ କଣ ଜାଣିଛ? ଆଜ୍ଞା ମ୍ୟାଡ଼ାମ। କଣ କହିଲ? ଗୃହପାଳିତ ପଶୁ କାହାକୁ କୁହାଯାଏ? ଯେ ଘରେ ରୁହନ୍ତି। ଯିଏ ଘରେ ରହେ ହେଲା, ଯାହାକୁ ପାଳନ୍ତି। ଗାଈ ହେଲା, ହେଲା, ଯାହାକୁ ଘରେ ପାଳନ୍ତି ସିଏ ହେଲା ଗୃହପାଳିତ ପଶୁ। କୁକୁଡ଼ା ଗୃହପାଳିତ ନା? ଆଜ୍ଞା ମ୍ୟାଡ଼ାମ। ଏବେ ଗୋଟେ ପଶୁ ହାତୀ ଚିତ୍ର ବନାଅ। ହାତୀ କିଏ ଦେଖିଛ? ଆଜ୍ଞା ମ୍ୟାଡ଼ାମ। ହାତୀ ଗୋଡ଼ କେତେଟା? 4ଟି। ସୁନ୍ଦର ଏମିତି ନା ଲମ୍ବା। ଆଜ୍ଞା ମ୍ୟାଡ଼ାମ। ହାତୀ କୋଉଠି ରହେ? ଜଙ୍ଗଲରେ।